ক্ষুদ্র গল্প ଅଗାଧୁ। ଆରେ ଦେଖିଲୁଣି ଅଗାଧୁ ସାନ୍ତ ବରଗଛ ମୂଳଟାରେ ସପଖଟେ ପକାଇ କେମିତି ପଟାପଟା ହୋଇ ଗଡ଼ୁଛନ୍ତି। ହାତରେ ଧରିଛନ୍ତି ସ୍ମାର୍ଟଫୋନ୍। ନାତି ଟୋକାଟା କମ୍ପ୍ୟୁଟର ଇଞ୍ଜିନିୟର ହେଲା ପରେ ଜେଜେ ହାତରେ ଗୋଟେ ଭଲ ଫୋନ୍ ଧରାଇ ଦେଇଛି। ଜେଜେ ଫୋନ୍ଟିକୁ ଚଲେଇ ନ ପାରିଲେ କ'ଣ ହେଲା, ଖାଲି ୟୁଟ୍ୟୁବ୍ ଘାଇଁ ଘାଇଁ ଚଲାଉଛନ୍ତି। ଜେଜେ ତ ଖାଲି କଥା ଟିକେ ହେବା କଥା, ତାଙ୍କର ବେଶୀ ନେଟ୍ କ'ଣ ଆବଶ୍ୟକ। ତେଣୁ ନାଲୁ ଗୋଟେ 1.5 GB ଦିନକୁ 22 ଦିନିଆ ନେଟ୍ ସହିତ ସମସ୍ତ ନେଟୱାର୍କକୁ କଲ୍ ଯେମିତି ଯାଇପାରିବ ସେମିତି ଗୋଟିଏ ରିଚାର୍ଜ କରିଦେଇଛି। ଏଥିରେ ଜେଜେ ଭାରି ଖୁସ୍, କାହିଁକି ନା ଗାଁ ଟୋକା ଭେଣ୍ଡିଆ ଯାହା ଭାବୁଥିଲେ ଜେଜେ ମରହଟି ଲୋକ, ସିଏ କ'ଣ ବଡ଼ ଫୋନ୍ ଚଲେଇ ପାରିବେ। ବୁଢ଼ା ଖାଲି ହଙ୍କ ହଙ୍କ ହେଉଛି ଦେଖିବ ବୋଲି। ସନା ଭାଇନା ଦୁଆରେ ତାସପାଲିରେ ବୁଢ଼ା ସେମିତି ଗୋଟିଏ ଲକ୍ଷ୍ୟରେ ଅନେଇ ଥାଏ, ସେଇ ମୋବାଇଲଟିକୁ। କ'ଣ ଖାଲି ଟିପ ଚଲେଇ ଦେଲେ ସେଇନା କ'ଣ ସବୁ ଚାଲୁଛି ମନକୁ ମନ। ନାଲୁକୁ ବୁଢ଼ା ଥରେ କହିଲା, ହଇରେ ନାଲୁ, ଆରେ ମୋ ପାଇଁ ଗୋଟେ ମୋବାଇଲ ଫୋନ୍ ଆଣିଦେବୁ। ନାଲୁ ଫେଁ କରି ହସି ଦେଇ କହିଲା, ଜେଜେ ମା ତମକୁ ଆଉ ରଖିବଟି। ଜେଜେ କହିଲେ, ଛାଡ଼ ଛାଡ଼, ସେ କ'ଣ କରିବ, ତା ଢିଙ୍କି ଚାଳିଆ ଭଲ ତ ସେ ଭଲ, ଚୁନା କରିବା ଖାଲି ନା। ସାଇ ମାଇପଙ୍କୁ ଡାକି ସେଠି ଗୋଟେ ମିଟିଂ ଚଲେଇଥିବ। ଏମିତି ଅନେକ କଥା। ଏ ଗାଁ ସାଇ ପିଲାଏ ଅଗାଧୁ ଜେଜେଙ୍କୁ ଭାରି ଭଲ ପାଆନ୍ତି, କାହିଁକି ନା ଜେଜେ ଖଚ ମିଛ କରନ୍ତିନି, ଚୁଗୁଲି ଚପଟ ନାହିଁ, ଯାହା କୁହନ୍ତି ସତ କୁହନ୍ତି। ଏମିତି ସତ କହି ସେ କିଛି ଲୋକଙ୍କ ପାଇଁ ଖରାପ ହୋଇଥିଲେ ହିଁ ପରବର୍ତ୍ତୀ ସମୟରେ ସେଇମାନେ ପୁଣି ଜେଜେଙ୍କ ପାଖରେ ପଶନ୍ତି। କାଳେ ଜେଜେ ରାଗିଥିବେ ଭାବି ପାନ ଖଣ୍ଡେ ବଢ଼େଇ ଦେଇ କୁହନ୍ତି, ନଟିଆ ପାନ ଯିଏ ଥରେ ଖାଇଛି ସିଏ ଜାଣିଛି। ଜେଜେଙ୍କ ମନ ଆଜି ଭଲ ନାହିଁ। ପାନ ସିନା ନେଲେ ଏତେ ଆଉ ଖୁସି ହେଲେ ନାହିଁ। ନାତି ଟୋକାଏ ଜେଜେଙ୍କ ମନକୁ ବୁଝାଇବା ପାଇଁ କହିଲେ, ଜେଜେ ତୁମ ସ୍ମାର୍ଟଫୋନ୍ ଚାଲୁଛିଟି। ଜେଜେ ହଠାତ୍ ଗରମ ହୋଇଗଲେ, ଆଉ କହିଲେ, ସେଇଟା ଜିଓ ନା ମୋର। ପ୍ରଥମେ ପିଲା କିଛି ବୁଝିପାରିଲେ ନାହିଁ। ମୁଣ୍ଡକୁ ନେଇ କହିଲେ, କ'ଣ ହେଲା? ଆରେ ଆଉ କ'ଣ ହେବ, ୟୁଟ୍ୟୁବ୍ ମୋର ଆଉ ଚାଲୁନି। କି ଗେଣ୍ଠା ନେଟ୍ ପ୍ୟାକ୍ ଯେ ସେଇନା ଖତମ। ଯାହା ତ ଚାଲୁଛି ଯେଉଁ ତ ନେଟୱାର୍କ। ଏ ବାଡ଼ିପଡ଼ା କମ୍ପାନୀ ଗୁଡ଼ାକ ଲୋକଙ୍କୁ ଏମିତି ଠକୁଛନ୍ତି। ଆମ ଦେଶରେ ମାସେ ଅର୍ଥ 30 ଦିନ, ଦରମା ମାସେ ଅର୍ଥ 30 ଦିନ, ପେନ୍ସନ୍ ମଧ୍ୟ 30 ଦିନରେ ମାସେ। ଆଉ ଇଲେକ୍ଟ୍ରିକ୍ ବିଲ୍ ମାସକୁ 30 ଦିନ ଧାର୍ଯ୍ୟ କରାଯାଇ ବିଜୁଳି ବିଲ୍ ପଇଠ କରାଯାଉଥିବା ବେଳେ ଏ ଜିଓ ମୋର କମ୍ପାନୀ ଗୁଡ଼ିକର ମାସଟା ଏତେ କମିଯାଉଛି କେମିତି? ଏମାନେ କ'ଣ ଅଲଗା ଦେଶର ଲୋକ? ଆଙ୍କର ମାସଟା କ'ଣ 18, 22, 28 ଦିନରେ ଗଣାଯାଏ? ଏହି ନି କମ୍ପାନୀ ଗୁଡ଼ିକ ଦେଶକୁ ବୁଡ଼େଇ ଦେବେ, ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ତାଙ୍କର ସର୍ବସ୍ୱ ଲୁଟି ନେବେ। ଏମାନେ ହେଉଛନ୍ତି ଦେଶ ପାଇଁ ଏକ ବିପଦ। ଏମାନଙ୍କୁ ଲୋକେ ଭଲ ଭାବେ ଚିହ୍ନିବା ଦରକାର। ଆଙ୍କ ପାଇଁ କ'ଣ କିଛି ଆଉ ଆଇନ ନାହିଁ, ଯାହା ଚାହିଁବେ ତାହା କରିବେ। ଆମ ନେତାଏ କ'ଣ ଏକଥା ଜାଣୁନାହାନ୍ତି? ତାଙ୍କର କ'ଣ ମୋବାଇଲ ଫୋନ୍ ନାହିଁ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ? ତାଙ୍କ ପିଲାମାଇପେ କ'ଣ ଏ ବଡ଼ ଫୋନ୍ ଚଲାଉନାହାନ୍ତି? ଖାଲି ଯେ ମାସେ ନପୂରଣ ଟଙ୍କା ନେଉଛନ୍ତି ତା ନୁହେଁ, ରିଚାର୍ଜ ପ୍ଲାନ୍ର ରେଟ୍ ମଧ୍ୟ ଦିନକୁ ଦିନ ବଢ଼ାଇ ଚାଲିଛନ୍ତି। ଇନକମିଂ ସୁବିଧା ଆଉ ଆଗ ପରି ନାହିଁ। ଆମ ଦେଶୀୟ କମ୍ପାନୀ ଗୁଡ଼ିକ କ'ଣ ଏତେ ଠକ? ଲୋକଙ୍କୁ ଦିନଟାରେ ଲଣ୍ଠନ ଦେଖାଉଛନ୍ତି। ଏପଟେ ଦେଶୀ ଦେଶୀ କହି ବିଦେଶୀଙ୍କ ପରି ବ୍ୟବହାର ସାଙ୍ଗକୁ ଠକିବା ଯେମିତି ଏମାନଙ୍କ ଅସ୍ଥି ମଜ୍ଜାଗତ ହୋଇଯାଇଛି। କୌଣସି ମତେ ରାତାରାତି ବଡ଼ ଲୋକ ହେବାର ସ୍ୱପ୍ନ ଏମାନଙ୍କୁ ଏମିତି କଳୁଷିତ କରିଦେଇଛି। ଅଗାଧୁ ଜେଜେଙ୍କ ବିରକ୍ତି ଭାବ ଦେଖି ସାଇ ପିଲାଏ ସେଦିନ ଠିକ୍ ବୁଝିପାରିଥିଲେ ଯେ ବୁଢ଼ା କିଛି କମ୍ ଲୋକ ନୁହେଁ। ଗାଁରେ ରହୁଛି ସିନା, କିନ୍ତୁ ଚିନ୍ତାଧାରା ବେଶ୍ ଉନ୍ନତ। ଆମେ ଏ ମଧ୍ୟବିତ୍ତ ପରିବାରର କଷ୍ଟଟାକୁ ନିଖୁଣ ଭାବରେ ପରିପ୍ରକାଶ କରି ଜେଜେ ଖାଲି ବିରକ୍ତ ହୋଇନାହାନ୍ତି, ସେ ଆମକୁ ସଚେତନ କରାଇ ଦେଇଛନ୍ତି ଯେ ଠକ କମ୍ପାନୀ ଗୁଡ଼ିକ କିପରି ଆମକୁ ପ୍ରଥମେ ଲୋଭ ଦେଖାଇ ପାଖକୁ ନେଇ ଗଲା ପରେ କେମିତି ଅଦରକାରୀ ପରି ଫୋପାଡ଼ି ଦିଅନ୍ତି। ଏକଥା ସେଦିନ ସମସ୍ତେ ଠିକ୍ ବୁଝିପାରିଥିଲେ। ଶୁଣିଲେ କ୍ଷୁଦ୍ର ଗଳ୍ପ ଅଗାଧୁ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।